ଯୀଶୁ ମନୁଷ୍ୟ ମଣିଷକୁ ପୁତ୍ର କିଏ କି ବଞ୍ଚାଇ ଭଗବାନ ରଖନ୍ତି? ତାହା ବିଷୟରେ ମୋର ଆଉ ଦେଖ ଗୋଟେ ଧିଆ, ଅନୁରୋଧ, ମଣିଷକୁ କୋଉମାନେ ବଞ୍ଚାଇ ରଖନ୍ତି? ସବୁ ବିଷୟ କୋର୍ଟ ମଣିଷକୁ କିଏ ବଞ୍ଚାଇ ରଖନ୍ତି? ରେ ଗଧିଆ, ସବୁ ବିଷୟ କୋର୍ଟରୁ ଆସେ। ଆତ୍ମନ, ଆତ୍ମନ କହିଲେ ଜାଣିଛୁ ସେଲ୍ଫ, ସେଲ୍ଫ ଯୋଉଟା ଇଂଲିଶରେ କୁହାଯାଏ। ଆଉ ଆତ୍ମନ କହିଲେ ଜାଣିଛୁ ଯାହାକୁ ତୁ ବ୍ରହ୍ମ କହୁଛୁ, ଏଇଟା ଆତ୍ମନର କଥା, ଆତ୍ମନର କଥା। ସଂସ୍କୃତରେ ଇଂଲିଶରେ ସେଲ୍ଫ କହିବେ। ସବୁ ଜୀବମାନଙ୍କର ପ୍ରାଣ କୋଉଠୁ ଆସିଥାଏ? ପ୍ରଭୁଙ୍କ ଠାରୁ ଆସିଥାଏ, ସୃଷ୍ଟିକର୍ତ୍ତାଙ୍କ ଠାରୁ ଆସିଥାଏ। ଆଉ ସେ ହିଁ ବଞ୍ଚାଇ ରଖନ୍ତି। ମଣିଷ ଚାହିଁଲେ ନିଜକୁ ବଞ୍ଚାଇ ରଖିପାରେ ନାହିଁ। ଏମିତି ହେଇଥିଲେ ଆଜି ସମସ୍ତେ ବଞ୍ଚିଥାନ୍ତେ। ଆମ ଜେଜେ ବାପା ମା, ଏ ଜଗତର ସମସ୍ତେ ଲୋକେ ଆଜି ବି ମରିନଥାନ୍ତେ। ଯଦି ମଣିଷ ପାଖରେ ଖାଦ୍ୟ ଦ୍ୱାରା ବଞ୍ଚିବା ଶକ୍ତି ଥାନ୍ତା, ତେବେ ପ୍ରଭୁ ବଞ୍ଚାଇ ରଖନ୍ତି। ତାହାଙ୍କ ଠାରୁ ଜୀବନ ଆସେ, ଆଉ ସେ ଜୀବନ ଦାତା, ସେ ଆପଣଙ୍କୁ ଆଉ ମୋତେ ବଞ୍ଚାଇ ରଖିବା ତାଙ୍କର ଅଧିକାର ଅଛି, ଆପଣଙ୍କର ନାହିଁ, ଖାଦ୍ୟର ନାହିଁ। ସେଥିପାଇଁ ପ୍ରଭୁ ସେଠି କହିଲେ, ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ଈଶ୍ୱରଙ୍କ ସମ୍ମୁଖ ନିର୍ଗତ ବାକ୍ୟ ଦ୍ୱାରା ବଞ୍ଚେ। ଏ ଗୋଟେ ବିଷୟ କହିଲୁ, ପରମେଶ୍ୱର ଏଇଠି ତ ସେ ନିଜକୁ ମନୁଷ୍ୟ ପୁତ୍ର କହିଲେ, ଆଉ ମନୁଷ୍ୟ ପୁତ୍ର କହିଲେ, ଆଉ ପ୍ରଭୁ ବୋଲି ନାହିଁ। ଏଠି ଗୋଟେ ବିଷୟ ତୁ ନିଜେ କହିଲୁ, ପ୍ରଭୁ କଣ ଦେଲେ? ତୁମ୍ଭେ ଆପଣା ହେଲେ ଶାସ୍ତ୍ର ଏ କଥା ମଧ୍ୟ କହେ, ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। କାରଣ ଶୈତାନ ପ୍ରଭୁଙ୍କୁ ପରୀକ୍ଷା କରିବା ପାଇଁ ଯାଇଥିଲା। ସେତେବେଳେ ସେ କହୁଛନ୍ତି ଯେ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ, କାରଣ ସେ ଜାଣିଛନ୍ତି ଯେ ମୁଁ ପରମେଶ୍ୱର ଅଟେ, ଆଉ ଶୈତାନର ଅଧିକାର ହେବା ଦରକାର ନାହିଁ ଯେ ସେ ତାଙ୍କୁ ପରୀକ୍ଷା କରିବ। ସେଥିପାଇଁ ସେ କହୁଛନ୍ତି ଯେ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। କଣ ପାଇଁ? ସେ ନିଜେ ପରମେଶ୍ୱର, ସେଥିପାଇଁ ସେ ଶୈତାନକୁ କହୁଛନ୍ତି ମୋ ପାଖରୁ ଦୂର ହୁଅ। ଶାସ୍ତ୍ରରେ ଲେଖା ଅଛି, ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କର, କେବଳ ତାହାଙ୍କର ଉପାସନା କର। ତେଣୁ ଶୈତାନ ତାହାଙ୍କୁ ଛାଡ଼ି ଚାଲିଗଲା। ଆଉ ଗୋଟେ ପ୍ରଭୁ ଯୀଶୁ ଏଠି କଣ କହିଲେ? ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ଶୈତାନ ପରୀକ୍ଷା କରୁଛି, ସେତେବେଳେ କଣ କହିଲେ? ତୁମ୍ଭେ ଆପଣା ପରମେଶ୍ୱରଙ୍କୁ, ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ପ୍ରଣାମ କରିବ। ସେ କହୁଛନ୍ତି ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ପ୍ରଣାମ କର। ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପରି ଜଣେ ମନୁଷ୍ୟ ନଥିଲେ, କିମ୍ବା ଆପଣଙ୍କ ପରି ଜଣେ ଗଧିଆ ନଥିଲେ ଯେ ସେ ଯାହାର କଥା ବି ଶୁଣିଦେବେ। ଯେମିତିକି ଆଜି ଆପଣଙ୍କୁ କିଏ କହିଦେବ ନଙ୍ଗଳା ହେଇକି ଗାଧାଅ କହିଲେ ପରିତ୍ରାଣ ପାଇବ, ଆପଣ ନଙ୍ଗଳା ହେଇକି ଗାଧେଇବେ। ଆପଣଙ୍କୁ କିଏ କହିବ ଗଙ୍ଗା ନଦୀରେ 7 ଥର ବୁଡ଼ି ଯାଅ ପରିତ୍ରାଣ ପାଇବ, ତାହେଲେ ଆପଣ ବୁଡ଼ିଯିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ନିଜେ ଈଶ୍ୱର ଥିଲେ, ଆଉ ସେ ଶୈତାନର କଥା କେମିତି ଶୁଣିବେ? ଯିଏ ସତ୍ୟ ପରମେଶ୍ୱର କେମିତି ଗୋଟେ ଶୈତାନର କଥା ଶୁଣିବେ? ତାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା। ସେ ଚାହିଁଥିଲେ ବି ପାପ କରିପାରିନଥାନ୍ତେ, କାରଣ ସେ ଈଶ୍ୱର ଥିଲେ। ଈଶ୍ୱର ପାପ ବିହୀନ ଅଟନ୍ତି। ଆଉ ସେ କେବେ ବି ଗୋଟେ ଶୈତାନ କଥାରେ ପଡ଼ିକି ହଁ କହିଲା ମୁଁ କରି, ସେମିତି ନୁହେଁ। ସେ ଈଶ୍ୱର ଅଟନ୍ତି, ତାଙ୍କର ଲିମିଟ୍ ଅଛି, ତାଙ୍କ ପାଖରେ ଗୋଟେ ତାଙ୍କର ଶକ୍ତି, ନିଜର ଶକ୍ତି ଅଛି, ନିଜର ଅକାତ ଅଛି। ସେ ତ ପରି ଗଧିଆ ନୁହେଁ ଯେ ତା କଥା ଶୁଣିକି ହେ ନାଇଁ, ତା କଥା ଶୁଣିକି ହାଇ ଏମିତି ନୁହେଁ। ସେ ଈଶ୍ୱର ଅଟନ୍ତି, ସେ ଗଧିଆ ନୁହନ୍ତି। ତୋ ପରି ଗଧିଆ ନୁହନ୍ତି। ସେ ଈଶ୍ୱର। ମାଥ୍ୟୁ ଲିଖିତ ସୁସମାଚାର 4:11 କଣ ଲେଖାଗଲା? ଏଥିରେ ଶୈତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ। କିଏ? ସ୍ୱର୍ଗର ଦୂତମାନେ ଆସିକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା କରୁଛନ୍ତି। କଣ ପାଇଁ? ସେ ଈଶ୍ୱର ଅଟନ୍ତି। କେବଳ ଈଶ୍ୱରଙ୍କୁ ସ୍ୱର୍ଗଦୂତମାନେ ସେବା କରନ୍ତି, ଆପଣଙ୍କ ପରି ଗଧିଆମାନଙ୍କୁ ନୁହେଁ। ଈଶ୍ୱରଙ୍କୁ, କେବଳ ଈଶ୍ୱରଙ୍କୁ, ମନୁଷ୍ୟକୁ ନୁହେଁ, କେବଳ ଈଶ୍ୱରଙ୍କୁ ଦୂତମାନେ ସେବା କରନ୍ତି। ଆଉ ଏଠାରେ ଜଣେ ଈଶ୍ୱର ହେଇଥିବାରୁ ଦୂତମାନେ ସୁଦ୍ଧା ଆସିକି ତାହାଙ୍କର ସେବା କରୁଛନ୍ତି। ଆଉ ଗୋଟେ ବିଷୟ କହିଲୁ, କଣ ପାଇଁ ସେ ଶୈତାନ ସହିତ କଥା ହଉଥିଲେ? ପ୍ରଥମ ଦିନରୁ ତ ଶୈତାନକୁ କହିଦେଇଥାନ୍ତେ, ଆରେ ଶୈତାନ ଦୂର ହୁଅ, ଶୈତାନ ପଳେଇ ଯାଇଥାନ୍ତା। ଏତେ ଦିନ ଶୈତାନକୁ କଥା ହଉଥିଲେ, ସେତେବେଳେ ଶୈତାନ ଚାଲିଯା ବୋଲି କହିଲେ ନାହିଁ କି? ଏତେ ଦିନ, କେତେ 40 ଦିନ ଶୈତାନ ଆସିଥିଲା ବୋଲି ଲେଖା ଯାଇଛି କି?
ଯେତେବେଳେ ସେ 40 ଦିନ 40 ରାତ୍ରି ଉପବାସ ପ୍ରାର୍ଥନା ପ୍ରାର୍ଥନା ଲଢ଼େଇ ନାହିଁ, ଏଠି ଫାଇଟିଂ ଚାଲୁନଥିଲା। ତୁ ଯୋଉ କହୁଛୁ ଶୈତାନ ଆଉ ଯୀଶୁଙ୍କର ଲଢେଇ ହେଲା ଯୋଉ 30-40 ଦିନ। ଯୀଶୁ ଖ୍ରୀଷ୍ଟ ଶୈତାନ ସହିତ ଫାଇଟ୍ କରୁଥିଲେ, କୋଉଠି ଲେଖା ହେଇଛି ଫାଇଟ୍ କରୁଥିଲେ? ସେ ପ୍ରାର୍ଥନାରେ ନିବିଷ୍ଟ ଥିଲେ, ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ପ୍ରାର୍ଥନାରେ ନିବିଷ୍ଟ ଥିଲେ। ସେତେବେଳେ ଉପବାସ ଶେଷ ପର୍ଯ୍ୟାୟରେ ଶୈତାନ ଯାଇକି ଯେତେବେଳେ ଯୀଶୁ ଖ୍ରୀଷ୍ଟ ଭୋକ ହେଲେ, ତାଙ୍କୁ ଯେତେବେଳେ ଖାଦ୍ୟର ଦରକାର ହେଲା, ସେତେବେଳେ ଶୈତାନ ଯାଇକି ତାଙ୍କୁ ପରୀକ୍ଷା କରିବା ଯା ପାପରେ ପକେଇବା ପାଇଁ ଯାଇଛି। ପରୀକ୍ଷା କ'ଣ ଜାଣିଛୁ? ଏଠି ଚ୍ୟାଲେଞ୍ଜିଂ, ଏଠି ଡିବେଟ୍ ଚାଲିନଥିଲା। ସେ ପରୀକ୍ଷା ସେ ଈଶ୍ୱରଙ୍କ ମନୁଷ୍ୟ ରୂପରେ ଯେ ଈଶ୍ୱର ଆସିଥିଲେ ତାଙ୍କୁ ପାପରେ ପକେଇବା ପାଇଁ ଯାଇଥିଲେ। କେବଳ ସେ ମନୁଷ୍ୟ ନଥିଲେ, ସେ ଜଣେ ପରଫେକ୍ଟ ମନୁଷ୍ୟ ଥିଲେ, ପରଫେକ୍ଟ ହ୍ୟୁମାନ୍। ସମଗ୍ର ଜଗତରେ ସମସ୍ତ ମାନବ ଜାତି ପାପରେ ଜନ୍ମ ନିଅନ୍ତି, କିନ୍ତୁ ଜଣେ ମନୁଷ୍ୟ ଯିଏକି ବିନା ପାପରେ ଜଗତରେ ବାସ କରୁଥିଲେ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଏତେ ଦିନ ସେ ଶୈତାନଙ୍କ ସହିତ ଗାଳି ଝଗଡ଼ା କରୁନଥିଲେ, ସେ ପ୍ରାର୍ଥନାରେ ନିବିଷ୍ଟ ଥିଲେ। ଆଉ ପ୍ରାର୍ଥନାର ଶେଷ ଦିନରେ ଶୈତାନ ଆସିକି ତାହାଙ୍କୁ ପରୀକ୍ଷା କରୁଛି, ତାଙ୍କର ପ୍ରାର୍ଥନାକୁ, ତାଙ୍କର ଉପବାସକୁ ବା ତାଙ୍କର ବ୍ରତକୁ, ତାଙ୍କର ଯୋଉଟା ଈଶ୍ୱର ତାଙ୍କ ପାଇଁ ପ୍ଲାନ୍ କରିଛନ୍ତି, ସେ ପ୍ଲାନ୍କୁ ଶୈତାନ ଡେଷ୍ଟ୍ରୟ ଭାଙ୍ଗିବା ପାଇଁ ଶୈତାନ ଆସିଥିଲା, କିନ୍ତୁ ସେ ତାହାକୁ କରିପାରିଲା ନାହିଁ। କାରଣ ପ୍ରଭୁ କେବେ ବି ଗୋଟେ ଶୈତାନର କଥା ଶୁଣନ୍ତି ନାହିଁ। ଯଦି ପ୍ରଭୁ ଶୈତାନର କଥା ଶୁଣିଥାନ୍ତେ, ତେବେ ଶୈତାନର ସମସ୍ତ ବିଷୟରେ ତାହାର ଅଧିକାର ଆସିଥାନ୍ତା, କିନ୍ତୁ ସେ ଈଶ୍ୱର ଅଟନ୍ତି। କାରଣ ଶୈତାନ କେବେ ବି ଭଲ ଚିନ୍ତା କରିନାହିଁ, ସେଥିପାଇଁ ସେ ପ୍ରଭୁଙ୍କୁ ସୁଦ୍ଧା ପରୀକ୍ଷା କରିବା ପାଇଁ ଡରି ନଥିଲା। କହିଲ ଯୀଶୁ ଭଗବାନ ନା ମନୁଷ୍ୟ ପୁତ୍ର? ଯୀଶୁ ପ୍ରକୃତରେ ଭଗବାନ ନା ପ୍ରଭୁ କ'ଣ ଅଟନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭଗବାନ ନୁହନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭଗବାନ ନୁହନ୍ତି, ସେ ସର୍ବଶକ୍ତିମାନ ପରାତ୍ପର ଆତ୍ମାଙ୍କ ପରମେଶ୍ୱର ଅଟନ୍ତି। ସେ ଭଗବାନ ନୁହନ୍ତି। ଭଗବାନ କହିଲେ କ'ଣ? ଯେଉଁମାନେ ଭୋଗ ବିଳାସରେ ଜୀବନ କାଟନ୍ତି ସେମାନଙ୍କୁ ଭଗବାନ କୁହାଯାଏ। ଆଉ ଯୀଶୁ ଖ୍ରୀଷ୍ଟ ଭଗବାନ ନଥିଲେ, ସେ ପ୍ରଭୁ ସ୍ୱୟଂ ସ୍ୱୟମ୍ଭୁ ଥିଲେ। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପରାତ୍ପର ଈଶ୍ୱରଙ୍କ ପୁତ୍ର, ଆଉ ଯେ କି ଆରମ୍ଭ ଓ ଶେଷ, ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଭଗବାନ ନୁହନ୍ତି, ସେ ସମସ୍ତଙ୍କର ପ୍ରଭୁ ଅଟନ୍ତି। ଏଇଟା ବି ବାଇବେଲରେ ଲେଖା ହେଇଛି, ମୁଁ ଏବେ ଦେଖେଇବି ରେଫରେନ୍ସ ଦେଇକି। କିଛି ପ୍ରମାଣ ଦେଲେନି ଈଶ୍ୱରଙ୍କ ପୁତ୍ର ବୋଲି, କିଛି ପ୍ରମାଣ ମୁଁ ଏବେ ଦେଉଛି ପବିତ୍ର ବାଇବେଲରୁ। ମୁଁ ଗୋଟେ ଗୋଟେ କରି ପ୍ରମାଣ ଦେବି ଯେ ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି, ମନୁଷ୍ୟ ପୁତ୍ର ନା ଈଶ୍ୱରଙ୍କ ପୁତ୍ର, ନା ସେ ନିଜେ ଈଶ୍ୱର ଅଟନ୍ତି। ଏଇଟା ମୁଁ ଗୋଟେ ଗୋଟେ କରି ବାଇବେଲରେ ମୁଁ ଦେଖାଉଛି। ଆଉ ଗଧିଆ ପରି ଖାଲି କଥା ଜାଣିଲେ ହେବ ନାହିଁ। ଗୋଟେ କଥା କହିଲେ ସେ ଆଉ ଗୋଟେ କଥା କହୁଛନ୍ତି। ତ ଆପଣମାନେ କମେଣ୍ଟ ସେକ୍ସନରେ ନିହାତି କମେଣ୍ଟ କରିକି ଜଣାଇବେ। ଶୈତାନ ଗୋଟେ କଥା କହିଲେ, ଯୀଶୁ ଖ୍ରୀଷ୍ଟ ଆଉ ଗୋଟେ କଥା। ଗଧିଆ, ତୁ ଯେମିତି ଗୋଟେ ବାଇବେଲ ପଢୁଛୁ, ଗୋଟେ ସ୍କ୍ରିପ୍ଚର ଆଉ ଅଲଗା ବୁଝୁଛୁ। ଯୀଶୁ ଖ୍ରୀଷ୍ଟ ସେଇଠି ଗୋଟେ ଅଲଗା କନସେପ୍ଟ ବା ଗୋଟେ ଅଲଗା ବିଚାରଧାରା ଦେଇ ସେ ବାକ୍ୟକୁ କହିଛନ୍ତି, ତୁ ଶୈତାନ ବୋଲି ସେମିତି ବୁଝୁଛୁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ବାକ୍ୟକୁ ଶୈତାନକୁ କହିଲେ, ଯେଉଁ ଉତ୍ତର ଶୈତାନକୁ ଦେଲେ, ସେ ଶୈତାନର ସେଇ ବାକ୍ୟକୁ ବା ସେଇ ଉତ୍ତରକୁ ମଧ୍ୟ ତୋତେ ବୁଝିବା ପାଇଁ କଷ୍ଟକର ହେଉଛି। କ'ଣ ପାଇଁ? ଗଧିଆ, ତୁ ଯେଉଁଟା ପ୍ରଭୁ ବାକ୍ୟ ଲେଖାଯାଇଛି ସେଇଟାକୁ ତୁ ଓଲଟା ବୁଝୁଛୁ। ସେଥିପାଇଁ ପ୍ରଭୁ ଯୀଶୁ ଯେଉଁ ବାକ୍ୟ ତୋତେ କହୁଛନ୍ତି, ଯେମିତିକି ଶୈତାନକୁ କହିଲେ, ସେଇଟା ତୋତେ ଓଲଟା ଲାଗିଲା। ପ୍ରଭୁ ଯୀଶୁ ଯେଉଁଟା କହିଲେ ଶୈତାନକୁ, ସେଇ ଉତ୍ତର ଆପଣଙ୍କୁ ବା ତୁମକୁ ଓଲଟା ଲାଗିଲା। ଯେମିତିକି ବାଇବେଲ ପଢ଼ୁଛନ୍ତି କିନ୍ତୁ ଓଲଟା ବୁଝୁଛନ୍ତି। ସେମିତି ଯେଉଁ ଉତ୍ତର ଶୈତାନକୁ ମିଳିଥିଲା ସେଇଟା ଶୈତାନ ପାଇଁ ଠିକ୍ ଥିଲା, ଆଉ ପ୍ରଭୁ ନିଜେ ଜାଣିଥିଲେ, ଆଉ ପ୍ରଭୁଙ୍କ ଲୋକମାନେ ସେଇଟା ବୁଝିଛନ୍ତି ଯେ ପ୍ରଭୁ କ'ଣ ପାଇଁ ଶୈତାନକୁ ସେମିତି ଉତ୍ତର ଦେଲେ। କିନ୍ତୁ ତୁ ଗଧିଆଟା, ତମେ ଯେ ଗଧିଆ, ତମେ ବୁଝିବାରେ କଷ୍ଟ ହେଉଛି, ସେଥିପାଇଁ ଯେଉଁ ବାକ୍ୟ ପଢ଼ୁଛ ସେଇଟା ତମେ ଓଲଟା ବୁଝି ଯାଉଛ। ଶୈତାନ ବୁଝିଲା, ସେଥିପାଇଁ ସେ ଚାଲିଗଲା। ହେଲେ ଗଧିଆ, ତୁ ବୁଝୁନୁ, ଯେଉଁଟା କି ତୁ ଓଲଟା ଇଣ୍ଟରପ୍ରିଟେସନ କରୁଛୁ। କାହିଁକି ନା ସେ ଏଠାରେ କିଛି ବି ପ୍ରମାଣ ଦେଲେନି ସେ ପରମେଶ୍ୱରଙ୍କ ପୁତ୍ର ବୋଲି। ଶୈତାନ ଗୋଟେ ଆଉ କହିଲୁ ଯୀଶୁ କହିଲେ ମୁଁ ମନୁଷ୍ୟ ପୁତ୍ର। ହଁ, ମୁଁ ମାନୁଛି ଯୀଶୁ କହିଲେ ମୁଁ ମନୁଷ୍ୟ ପୁତ୍ର।
तो ମୁଁ ଆଜି ଗୋଟେ ଗୋଟେ କରି ରେଫରେନ୍ସ କରିକି ଆପଣଙ୍କୁ ବୁଝେଇବି ଯେ ପ୍ରଭୁ ଭଗବାନ ପ୍ରଭୁ ନା ଈଶ୍ୱର ନା କ'ଣ ଅଟନ୍ତି। ଗୋଟେ ଗୋଟେ କରି ଗଧିଆ ବି ବୁଝିବ, ତତ୍ ସଙ୍ଗେ ସଙ୍ଗେ ଗଧିଆର ପ୍ରତ୍ୟେକ ଲୋକ ବୁଝିବେ, ଆଉ ତତ୍ ସଙ୍ଗେ ସଙ୍ଗେ ମୋ ପ୍ରିୟ ଭାଇ ଭଉଣୀମାନେ ମଧ୍ୟ ବୁଝିବେ ଯେ ପ୍ରଭୁ ଯୀଶୁ କିଏ ଅଟନ୍ତି। ଅନେକ ଲୋକ ଇସ୍ରାଏଲରେ ଥିଲେ, କିଏ ଭବିଷ୍ୟତ ବକ୍ତା, କିଏ ତ କହୁଥିଲା ଚୋର, କିଏ ତ କହୁଥିଲା ପ୍ରଭୁ ଏମିତି ଅଟନ୍ତି, ପ୍ରଭୁ ସେଇ ବ୍ୟଭିଚାରୀ ଅଟନ୍ତି, ସେମାନଙ୍କ ସହିତ ଭୋଜିରେ ଯାଉଛନ୍ତି, ପାପୀମାନଙ୍କ ସହିତ ଖାଉଛନ୍ତି। ଅନେକ ଲୋକ ଅନେକ ଚିନ୍ତାଧାରାରେ ଥିଲେ। ଏମିତି ଇସ୍ରାଏଲ ଲୋକମାନେ ବି ବୁଝିପାରିନଥିଲେ ଯେ ପ୍ରଭୁ କିଏ ଅଟନ୍ତି। ତ ଆଜି ଗଧିଆ କେମିତି ବୁଝିବୁ ପ୍ରଭୁ କିଏ ଅଟନ୍ତି? ସେଥିପାଇଁ ବାଇବେଲରୁ ପ୍ରମାଣ ଦିଅ, ପ୍ରମାଣ ପ୍ରମାଣ। ଆଜି ମୁଁ ବାଇବେଲରୁ ଗୋଟେ ଗୋଟେ କରି ପ୍ରମାଣ ଦେବି ଯେ ପ୍ରଭୁ କିଏ ଅଟନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରକୃତରେ କିଏ ଅଟନ୍ତି। ଆଜି ଆମେ ଆଲୋଚନା କରିବା। ତ ପ୍ରଥମେ ଦେଖିବା ଯେ ଯୀଶୁଖ୍ରୀଷ୍ଟ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି ସେ କ'ଣ କହୁଛନ୍ତି, ଆଉ ଲୋକମାନେ କେମିତି ତାଙ୍କୁ ସ୍ୱୀକାର କରିଥିଲେ ସେହି ସମୟରେ, ସେ ବିଷୟରେ ଆମେ ଆଲୋଚନା କରିବା। ଯେତେବେଳେ ଫାରୁସୀମାନେ ସାଦୁସୀମାନେ ପ୍ରଭୁଙ୍କୁ ଆରେଷ୍ଟ ବା ବନ୍ଧନ କରି ନେଇଗଲେ, ସେତେବେଳେ ତାଙ୍କୁ ପଚାରିଲେ ତୁ କ'ଣ ସତରେ କ'ଣ ପାଇଁ ସେଠି କହୁଛନ୍ତି? ଦେଖ ଗୋଟେ ବିଷୟ ଆମେ ପଢ଼ିବା, ଯୋହନ ଲିଖିତ ସୁସମାଚାର 10 ପର୍ବ 33-34 ଆଉ 36 ମୁଁ ପଢ଼ିବି, ଆପଣମାନେ ଶୁଣନ୍ତୁ। ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ୱର ନିନ୍ଦା ନିମନ୍ତେ ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର ବୋଲାଉଥିବାରୁ। କ'ଣ କହୁଛନ୍ତି? ଯିହୁଦୀମାନେ କ'ଣ କହୁଛନ୍ତି ଯେ ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର ବୋଲାଉଥିବାରୁ, ମାନେ ଏଇଟା ପ୍ରମାଣ କରୁଛି ଯେ ଯୀଶୁ ନିଜକୁ ଈଶ୍ୱର ବୋଲି କହୁଥିଲେ। ସେଥିପାଇଁ ସେମାନେ ଯିହୁଦୀମାନେ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି, ଯେ ସେମାନେ କହୁଛନ୍ତି ଯେ ତୁ ମନୁଷ୍ୟ ହୋଇ କ'ଣ ପାଇଁ ନିଜକୁ ଈଶ୍ୱର ବୋଲି କହୁଛୁ। ସେଥିପାଇଁ ସେମାନେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଯୀଶୁଖ୍ରୀଷ୍ଟ କ'ଣ ଉତ୍ତର ଦେଲେ? 34ରେ ଯୀଶୁ ସେମାନଙ୍କୁ କହିଲେ, ତୁମମାନଙ୍କ ବ୍ୟବସ୍ଥାରେ ଏହା କ'ଣ ଲେଖା ନାହିଁ? ଆମ୍ଭେ କହିଲୁ ତୁମ୍ଭେମାନେ ଈଶ୍ୱର ଗଣ। ଏଇଟା ଗୋଟେ ଆନ୍ସର ଥିଲା। ଆଉ ସେକେଣ୍ଡ 35ରେ ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ୱର ଗଣ ବୋଲି କହିଲେ, ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ। କାରଣ ଯେତେବେଳେ ଈଶ୍ୱର ମନୁଷ୍ୟ ହେଇ ଜଗତକୁ ଆସିଲେ, ଯେଉଁଟା ପବିତ୍ର ବାଇବେଲରେ ଲେଖାଯାଇଥିଲା ଅନେକ ବର୍ଷ ପୂର୍ବରୁ, ଯେ ଜଣେ ମନୁଷ୍ୟ ହେଇ ଈଶ୍ୱର ନିଜକୁ ପ୍ରକାଶ କରିବା ପାଇଁ ଗୋଟେ ମାନବ ରୂପ ଧରିକି ଜଗତକୁ ଆସିବେ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ଏଇ 36ରେ କ'ଣ କହିଲେ? ତାହେଲେ ଯାହାଙ୍କୁ ଈଶ୍ୱର ପବିତ୍ର କରି ଜଗତକୁ ପ୍ରେରଣ କଲେ, ଯାହାଙ୍କୁ ଈଶ୍ୱର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କ'ଣ ତୁମେମାନେ ମୁଁ ଈଶ୍ୱରଙ୍କ ପୁତ୍ର ଏହା କହିବାରୁ ତୁ ଈଶ୍ୱର ନିନ୍ଦା କରୁଅଛୁ ବୋଲି କହୁଅଛ? ମୁଁ ଈଶ୍ୱରଙ୍କ ପୁତ୍ର ବୋଲି ଏହା କହିବାରୁ ତୁ ଈଶ୍ୱର ନିନ୍ଦା କରୁଅଛ ବୋଲି କହିଅଛ। ତ ଏଠି ଗୋଟେ ବାକ୍ୟ ପ୍ରମାଣିତ ହେଉଛି ଯେ ଈଶ୍ୱର ବା ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜକୁ ଈଶ୍ୱର ବୋଲି ସେ ସବୁବେଳେ କହୁଥିଲେ। ସେଥିପାଇଁ ଯିହୁଦୀମାନେ ଏଠି କହୁଛନ୍ତି ଯେ ତୁ ନିଜକୁ ମଣିଷ ହେଇକି ଈଶ୍ୱର ବୋଲି କହୁଛୁ। ତ ନିଜେ ଈଶ୍ୱର ଏଠି କହୁଛନ୍ତି ଯେ, ନିଜେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ ମୁଁ ଈଶ୍ୱର ଅଟେ। ସେଥିପାଇଁ ପ୍ରତ୍ୟେକ ଯିହୁଦୀମାନେ ତାଙ୍କୁ ବିରୋଧ କରିଥିଲେ, ଆଉ ସମସ୍ତେ ବିଶ୍ୱାସ କରିବା ଦରକାର ଯେ ସେ ଈଶ୍ୱର ଥିଲେ। ସେଥିପାଇଁ ସେ ନିଜକୁ କହିପାରୁଥିଲେ ମୁଁ ଈଶ୍ୱର ଅଟେ। ଭାଇ ଭଉଣୀମାନେ, ଏ ଗଧିଆ କଥାରେ ପଡ଼ି ଆପଣମାନେ ଆପଣଙ୍କ ଆଶା ହରାନ୍ତୁ ନାହିଁ। ପ୍ରଭୁ ଆଜି ବି ଜୀବିତ ଅଛନ୍ତି ଆପଣଙ୍କ ଜୀବନରେ ଆଉ ମୋ ଜୀବନରେ। ଆଜି ଆମେ ଗଧିଆ ସହିତ କେବଳ କଥା ହେବାକୁ ଯାଉଛୁ। ଆଉ ଗୋଟେ ଗଧିଆ କହିଲେ ଯେ ଗୋଟେ ବିଷୟ, ପ୍ରଭୁ ନିଜକୁ କେମିତି ଈଶ୍ୱରଙ୍କ ପୁତ୍ର ବୋଲି ନିଜେ କହୁଛନ୍ତି। ଦେଖ ସେଇ ସମୟରେ ଯେତେବେଳେ ଫାରୁସୀ ସାଦୁସୀ ମାନେ ପ୍ରଭୁଙ୍କୁ ଆରେଷ୍ଟ ବା ବନ୍ଧନରେ କରିକି ନେଇଯାଇଛନ୍ତି, ସେତେବେଳେ ପ୍ରଭୁ କ'ଣ କହୁଛନ୍ତି? ସେମାନେ ବାରମ୍ବାର ପ୍ରଭୁଙ୍କୁ ପଚାରୁଛନ୍ତି ଯେ ତୁ ସତରେ କ'ଣ ଈଶ୍ୱରଙ୍କ ପୁତ୍ର କି? ସତରେ କ'ଣ ତୁ ଈଶ୍ୱରଙ୍କ ଠାରୁ ଆସିଛୁ କି? ସେତେବେଳେ ପ୍ରଭୁ କ'ଣ ଉତ୍ତର ଦେଉଛନ୍ତି? ମାଥ୍ୟୁ ଲିଖିତ ସୁସମାଚାର 26, ମାଥ୍ୟୁ ଚାପ୍ଟର 62, 63, 64 ପଢ଼ିବା। ଆଉ ଯୀଶୁ କ'ଣ କହୁଛନ୍ତି? 62ରେ ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉନାହ? ତୁମ ବିରୁଦ୍ଧରେ ଏମାନେ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି ଏହା କ'ଣ? ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ ତୁମେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ? ଏଇଟା କିଏ? ମହାଯାଜକ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି ଯେ ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ? ଯୀଶୁ କ'ଣ କହିଲେ? ଯୀଶୁ ତାଙ୍କୁ କହିଲେ,
ଆପଣ କହିଅଛନ୍ତି ଆହୁରି ମୁଁ ଆପଣମାନଙ୍କୁ କହୁଅଛି। ଆପଣ ଯୋଉଟା କହିଲେ ସେଇଟା ମୁଁ ବି କହୁଅଛି ଯେ ମୁଁ ଈଶ୍ୱରଙ୍କ ପୁତ୍ର। ଆଦ୍ୟାବଧି ଆପଣମାନେ ମନୁଷ୍ୟ ପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ସ୍ୱର୍ଗରୁ ଆସିଥିବା ଆଉ ସ୍ୱର୍ଗକୁ ଯାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ସ୍ୱର୍ଗରୁ ଆସିକି ପୁଣି ସ୍ୱର୍ଗକୁ ଯାଇଛନ୍ତି ଆଉ ପୁଣି ଆସିବେ। ଆଉ ସେ ନିଜେ କହୁଛନ୍ତି ଯେ ଆପଣମାନେ ବି ସ୍ୱୀକାର କଲେ ଆଉ ମୁଁ ବି ଆରମ୍ଭରୁ କହି ଆସୁଛି ଯେ ମୁଁ ସେହି ଅଟେ ବୋଲି। କିଏ? ଈଶ୍ୱର ଅଟେ ବୋଲି, ଖ୍ରୀଷ୍ଟ ଅଟେ ବୋଲି, ମସିହ ଅଟେ ବୋଲି, ଯାହାଙ୍କର ଅପେକ୍ଷାରେ ଇସ୍ରାଏଲ ଅନେକ ବର୍ଷ ଥିଲା। ସେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ କହୁଛନ୍ତି ଯେ ମୁଁ ସେହି କହିଲେ। ମାର୍କ ଲିଖିତ ସୁସମାଚାର 14 ପର୍ବ 61-62। ମାର୍କ ଲିଖିତ ସୁସମାଚାର 14 ପର୍ବ 61-62। ଏଠି 60ରୁ ପଢିବା ଆମେ। 60ରେ କଣ ଲେଖା ହେଇଛି? ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି ସେଥିର କିଛି ଉତ୍ତର ଦେଉନାହଁ? ସେମାନେ ପଚାରୁଛନ୍ତି। ତାପରେ କିନ୍ତୁ ସେ ମୌନ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ଯୀଶୁଖ୍ରୀଷ୍ଟ କୌଣସି ଉତ୍ତର ଦେଲେ ନାହିଁ। ତାପରେ ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ବାର ତାଙ୍କୁ ପଚାରୁଛନ୍ତି, ପୁନର୍ବାର ପଚାରିଲେ। କଣ ପଚାରିଲେ? ତୁମ୍ଭେ କି ମଙ୍ଗଳମୟ ପୁତ୍ର ଖ୍ରୀଷ୍ଟ, ଯାହାଙ୍କୁ ଆମେ ଅପେକ୍ଷା କରିଥିଲୁ, ତୁମେ କି ସେଇ ପୁତ୍ର ଅଟ ବୋଲି ଯାଜକ ମାନେ କାହାକୁ ପଚାରୁଛନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ କଣ କହୁଛନ୍ତି? ଯୀଶୁ କହିଲେ ମୁଁ ସେହି। ଯୀଶୁ କଣ କହିଲେ? 62ରେ ଯୀଶୁ କହିଲେ ମୁଁ ସେହି। ଆପଣ ମାନେ ମନୁଷ୍ୟ ପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। କଣ ଦେଖିବେ? ଯୀଶୁ କହିଲେ ମୁଁ ସେହି। ଯେତେବେଳେ ଫାରୁସୀ ମାନେ ବା ମହାଯାଜକ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି, ଆପଣ କି ସେ ମଙ୍ଗଳମୟ ପୁତ୍ର ଖ୍ରୀଷ୍ଟ ଅଟନ୍ତି କି, ମସିହା ଅଟନ୍ତି କି, ଆପଣ ଯେ ଜଣେ ସେଭିୟର ଅଟନ୍ତି କି ବୋଲି ପଚାରୁଛନ୍ତି, ସେତେବେଳେ କହୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ମୁଁ ସେହି, ମୁଁ ସିଏ ବୋଲି ସେ ନିଜେ ସ୍ୱୀକାର କରୁଛନ୍ତି। ଆଉ ଗଧିଆ ତୁ ପଚାରୁଛୁ ପ୍ରଭୁ ଯୀଶୁ କୋଉଟେ କହିଲେ ନିଜେ ପ୍ରଭୁ ବୋଲି? ଅନେକ ବିଷୟ ଟିକେ ଭଲ କି ଦେଖେ, ଭଲ କି ଶୁଣ। ମୁଁ ଅନେକ ବିଷୟ ଆଜି ଏଭିଡେନ୍ସ ଦେବାକୁ ଯାଉଛି। ସମୟ ଟିକେ ଲଙ୍ଗ ହେବ, ତଥାପି ସବୁ ଏଭିଡେନ୍ସ ଆପଣମାନଙ୍କୁ ଜାଣିପାରିବ ଯେ ପ୍ରଭୁ ଯୀଶୁ ନିଜକୁ କେମିତି ଈଶ୍ୱର ଆଉ ଈଶ୍ୱରଙ୍କ ପୁତ୍ର ବୋଲି ସେ ସ୍ୱୀକାର କରୁଛନ୍ତି। ସମାଚାର 5 ପର୍ବ 18 ପଦ। କଣ ଲେଖାଯାଇଛି? ଏହି କାରଣରୁ ଯିହୁଦୀ ମାନେ ତାହାଙ୍କୁ ବୋଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ। କୋଉ କାରଣରୁ? ଯେଣୁ ସେ ଯେ ବିଶ୍ରାମ ବାର ବିଧି ଲଙ୍ଘନ କରୁଥିଲେ। ଏଇଟା ଟ୍ରାଡିସନ। ଆଉ ଗୋଟେ ବିଷୟ କଣ? କେବଳ ତାହା ନୁହେଁ, ମାତ୍ର ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ। ସେ କଣ କରୁଥିଲେ? ପ୍ରଭୁ ଯୀଶୁଖ୍ରୀଷ୍ଟ ମାତ୍ର ସେମାନଙ୍କୁ ବା ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ। ସେଥିପାଇଁ ଯିହୁଦୀ ମାନେ ତାଙ୍କୁ ସବୁବେଳେ ମାରିବାକୁ ଚେଷ୍ଟା କରୁଥିଲେ। ତ ଆପଣ କୁହନ୍ତୁ ଗଧିଆ ଭାଇ, ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜକୁ କଣ କହୁଥିଲେ? ଈଶ୍ୱର ବୋଲି କହୁଥିଲେ। କାରଣ ସେ ଈଶ୍ୱର ଥିବାରୁ ସେ ପ୍ରତ୍ୟେକଟି ସ୍ଥାନରେ ଆଉ ପ୍ରତ୍ୟେକଟି ବିଷୟରେ ସେ କହୁଛନ୍ତି ଯେ ମୁଁ ସେହି, ମୁଁ ଈଶ୍ୱର ଅଟେ। ଏଭିଡେନ୍ସ ଆଉ ଗୋଟେ ପ୍ରମାଣ ପବିତ୍ର ବାଇବେଲରୁ ଲୁକ ଲିଖିତ ସୁସମାଚାର 22 ପର୍ବ 70, 22ର 70। ଲୁକ ଲିଖିତ ସୁସମାଚାର 22 ପର୍ବ 70 ପଦରେ ବାକ୍ୟରେ କଣ ଲେଖାଛି? ଭଲ କି ଶୁଣ। ସେଥିରେ ସମସ୍ତେ ପଚାରିଲେ, କେବଳ ମହାଯାଜକ ମାନେ ନୁହେଁ, ସମସ୍ତେ ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି। କଣ ପଚାରୁଛନ୍ତି? ତେବେ ତୁମେ କଣ ଈଶ୍ୱରଙ୍କ ପୁତ୍ର? ସମସ୍ତେ ପଚାରୁଛନ୍ତି ତୁମେ କଣ ଈଶ୍ୱରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି। ଇଭେନ୍ ସେମାନେ ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ସେ ଈଶ୍ୱରଙ୍କ ପୁତ୍ର ବା ସେ ଈଶ୍ୱର ଅଟନ୍ତି। ଆଉ କେତେ ପ୍ରମାଣ? ଅନେକ ପ୍ରମାଣ ଦେଉଛି, ଅନେକ ପ୍ରମାଣ ଗୋଟେ ଗୋଟେ କରି ଦେଖନ୍ତୁ। ଅନେକ ପ୍ରମାଣ ଦେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଈଶ୍ୱର ଅଟନ୍ତି ଆଉ ସେ ଈଶ୍ୱରଙ୍କର ନିଜ ପୁତ୍ର ହେଇ ଜଗତକୁ ଆସିଥିଲେ। ପୁତ୍ର ହେଉଛି ମନୁଷ୍ୟ ପୁତ୍ର। ଏ କଥା ମୁଁ କହୁନି, ଏ କଥା ଯୀଶୁ ନିଜେ କହିଛନ୍ତି। ଏଥିପାଇଁ କୁହାଗଲା ଯେ ସେ ନିଜର ସ୍ୱର୍ଗୀୟ ସ୍ଥାନକୁ ଛାଡ଼ି ଜଗତରେ ମନୁଷ୍ୟ ରୂପରେ ଆସିଲେ। ସେ ମନୁଷ୍ୟ ରୂପରେ ଖାଇଲେ, ମନୁଷ୍ୟ ରୂପରେ ପିଇଲେ, ମନୁଷ୍ୟ ରୂପରେ ବାସ କଲେ, ମନୁଷ୍ୟ ରୂପରେ ବଢିଲେ। ସେଥିପାଇଁ ତାଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଆଖ୍ୟା ଦିଆଯାଇଛି। ସେ ଈଶ୍ୱର ଥିଲେ, କିନ୍ତୁ ସେ ଈଶ୍ୱର ହେଇ ସୁଦ୍ଧା ଯେତେବେଳେ ମନୁଷ୍ୟ ରୂପ ନେଲେ ତାଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଆଖ୍ୟା ଦିଆଯାଇଛି। ଗଧିଆ ତୁ କହୁଛୁ ଯୀଶୁ ଯୀଶୁ ଖାଲି କେବଳ କୁହ ନାହିଁ, ଯୀଶୁ ଯୀଶୁ କେବଳ କୁହାଯାଉ ନାହିଁ, ଯୀଶୁ ଯୀଶୁ ସିମ୍ପଲି କୁହାଯାଉ ନାହିଁ।
ଯୀଶୁରେ ଏମିତି ବିଷୟ ଅଛି ଯୋଉ ଯୀଶୁଙ୍କୁ ଆଜି ଅନେକ ଲୋକ ଖୋଜୁଛନ୍ତି ଆଉ ସେ ଯୀଶୁଙ୍କୁ ଆମମାନେ ପାଇଅଛୁ। ଏ ପୁରା ଦେଶର ପୁରା ରାଜ୍ୟର ଏ ପୁରା ୱାର୍ଲଡର ବା ପୁରା ବିଶ୍ୱର ଲୋକ ପାଗଳ ନୁହନ୍ତି ଯୋଉମାନେ ଯୀଶୁ ଯୀଶୁ କହୁଛନ୍ତି। ସେ ନିଜେ କହିଛନ୍ତି ମୁଁ ଈଶ୍ୱର ଅଟେ, ଯିଏକି ପାପର ଲେଶ ମାତ୍ର ନଥିଲା। ସେଥିପାଇଁ ଆଜି ସମସ୍ତେ ଯୀଶୁ ଯୀଶୁ କହୁଅଛନ୍ତି। ଆଉ ଗୋଟେ ଯୀଶୁ ଖ୍ରୀଷ୍ଟ ମସିହ ଖ୍ରୀଷ୍ଟ ବା ମସିହ ସେ ନିଜେ କହୁଛନ୍ତି କଣ କହୁଛନ୍ତି? ମୁଁ ମସିହ ଅଟେ ଯାହାଙ୍କର ଅପେକ୍ଷାରେ ସମଗ୍ର ଜଗତ ଥିଲା, ମୁଁ ସେହି ଅଟେ ବୋଲି ସେ ନିଜେ କହୁଛନ୍ତି। ପ୍ରମାଣ ସହିତ କହୁଛି। ଯୋହନ ଲିଖିତ ସୁସମାଚାର 4 ପର୍ବ 25 ଆଉ 26। ଯୋହନ ଲିଖିତ ସୁସମାଚାର 4 ପର୍ବ 25 ଆଉ 26 ପଢି ଦଉଛି ଶୁଣ। ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମସିହ ଯାହାଙ୍କୁ ଖ୍ରୀଷ୍ଟ କହନ୍ତି ସେ ଆସୁଅଛନ୍ତି ବୋଲି ମୁଁ ଜାଣେ। ଯେତେବେଳେ ସେ ଆସିବେ ସେ ଆମମାନଙ୍କୁ ସମସ୍ତ ବିଷୟ ଜଣାଇବେ। ଯେତେବେଳେ ପ୍ରଭୁ ସମରଣୀୟ ଗୋଟେ ସ୍ତ୍ରୀକୁ ଗୋଟେ କୂଅରେ ତାଙ୍କୁ ପାଣି ପିଇବା ପାଇଁ ମାଗୁଛନ୍ତି, ସେତେବେଳେ ସେ ଅନେକ ବିଷୟ ତାଙ୍କ ସହିତ ବାର୍ତ୍ତାଳାପ ହେଲା ପରେ ସେ ପଚାରୁଛନ୍ତି ଯେ ସେ ସ୍ତ୍ରୀ ଲୋକଟି ପ୍ରଭୁଙ୍କୁ କହୁଛି ଯେ ମୁଁ ଜାଣିଛି ଜଣେ ଖ୍ରୀଷ୍ଟ ବା ମସିହ ଯିଏ ଜୀବନ ଦେଇପାରିବେ ସେ ଗୋଟେ ଦିନ ଆସିବେ, ସେଇଟା ମୁଁ ଜାଣିଛି ଆଉ ସେ ସବୁ ବିଷୟ ଆମମାନଙ୍କୁ ଜଣାଇବେ। ଜଗତର ଆରମ୍ଭରୁ ଶେଷ ବିଷୟ ସେ ଆମମାନଙ୍କୁ ଜଣାଇବେ ବୋଲି ସେ କହୁଛନ୍ତି। ସେତେବେଳେ ଯୀଶୁ କଣ କହିଲେ? ଯୀଶୁ ତାହାଙ୍କୁ କହିଲେ, ତୁମ ସହିତ କଥା ହଉଅଛି ଯେ ମୁଁ ସେହି ଅଟେ। ସ୍ତ୍ରୀ ଲୋକକୁ କଣ କହିଲେ? ତୁମ ସାଙ୍ଗରେ ଯେ ମୁଁ କଥା ହଉଅଛି ସେ ମୁଁ ଅଟେ। ପ୍ରଭୁ ନିଜେ କହୁଛନ୍ତି ଯେ ଯାହାଙ୍କୁ ତୁମେ ଅପେକ୍ଷା କରୁଛ, ସେ ସ୍ତ୍ରୀ ଲୋକ ଯାହାଙ୍କୁ ମସିହ ବୋଲି କହୁଛି, ଯାହାଙ୍କର ଅପେକ୍ଷାରେ ଅଛି, ଯିଏ ଆସିଲେ ସମସ୍ତ ବିଷୟ ଜଣାଇବେ, ତାକୁ ନେଇକି ପ୍ରଭୁ ଯୀଶୁ କହୁଛନ୍ତି ସହିତ କଥା ହଉଅଛି ଯେ ମୁଁ ସେହି ଅଟେ। ଆଉ ପ୍ରଭୁ ନିଜେ ସ୍ୱୀକାର କରୁଛନ୍ତି ଯେ ମୁଁ ତମ ସହିତ ଯେ ମୁଁ କଥା ହଉଛି ମୁଁ ମସିହ ଅଟେ, ମୁଁ ସେହି ଅଟେ, ମୁଁ ଖ୍ରୀଷ୍ଟ ଅଟେ, ମୁଁ ଈଶ୍ୱର ଅଟେ ବୋଲି ସେ ନିଜେ ସ୍ୱୀକାର କରୁଅଛନ୍ତି। ଆଉ ଏତିକିରେ ବି ଆପଣ ବୁଝିବା ଦରକାର। ଅନେକ ପ୍ରୁଫ୍ ଅଛି ଆଉ ବି ଦେଉଅଛି ପରୀକ୍ଷା ଗୋଟେ ଗୋଟେ କରିଦେବି। ଗଧ୍ୟା ତୁ ବୁଝିବା ନିହାତି ଦରକାର ଯେ ବାଇବେଲ କଣ କହୁଛି, ଏଟା ଗପ ନା ସତ ଆଜି ଆପଣଙ୍କୁ ବୁଝିବା ଦରକାର। ଖାଲି ଗଧ୍ୟା ପରି ହେଲେ ହବ ନାହିଁ, ଗଧ୍ୟା ଟିକେ ଚାଲାକ ହେବାର ଅଛି। ଏବେ ଗୋଟେ ବିଷୟ, ଶିଷ୍ୟମାନେ କେମିତି ସ୍ୱୀକାର କଲେ? ଯୀଶୁ ଶିଷ୍ୟମାନଙ୍କୁ ପଚାରୁଛନ୍ତି ଯେ ଅନେକ ଲୋକ ତ ମୋ ବିଷୟରେ ଅନେକ ଭାବୁଛନ୍ତି, ତମେ କଣ ବୋଲି ଭାବୁଛ ମୋ ବିଷୟରେ ବୋଲି ଯୀଶୁ ନିଜେ ଆପଣ ଶିଷ୍ୟମାନଙ୍କୁ ପଚାରୁଛନ୍ତି। କୋଉଠି? ମାଥ୍ୟୁ ଲିଖିତ ସୁସମାଚାର 16 ପର୍ବ 16 ଆଉ 17। ମାଥ୍ୟୁ ଲିଖିତ ସୁସମାଚାର 16 ପର୍ବ 16 17 ଆଉ ତଳେ ଆମେ ଦେଖିବା। ସେତେ 16ରେ କଣ ଲେଖାଯାଇଛି? ପ୍ରଥମେ 15 ପଢି ଦେଉଛି। 15ରେ ଦେଖ କଣ? ସେ ସେମାନଙ୍କୁ କହିଲେ, କିନ୍ତୁ ମୁଁ କିଏ ବୋଲି ତୁମମାନେ କଣ କହୁଅଛ? ପ୍ରଭୁ ପଚାରୁଛନ୍ତି ଶିଷ୍ୟମାନଙ୍କୁ ଯେ ମୁଁ କଣ ବୋଲି ତମେ ଭାବୁଛ, ମୁଁ କିଏ ବୋଲି? ସେତେବେଳେ ସିମୋନ ପିତର ବା ନିଜର ଈଶ୍ୱରଙ୍କର ବା ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ କଣ ବୋଲି ଉତ୍ତର ଦେଉଛନ୍ତି? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର ବୋଲି କିଏ ସ୍ୱୀକାର କରୁଛି? ପିତର। ତ ଆମମାନଙ୍କୁ ଏଇଟା ଦେଉଛି ଯେ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଆଉ ସେ ଈଶ୍ୱର ଅଟନ୍ତି। ଖ୍ରୀଷ୍ଟ ନିଜକୁ କେମିତି ନିଜେ ଈଶ୍ୱର ବୋଲି କହୁଛନ୍ତି ବା ଈଶ୍ୱରଙ୍କ ସହିତ ସମାନ କରୁଛନ୍ତି, ସେ ବାକ୍ୟକୁ ଆମେ ଦେଖିବା। ମୋ ସହିତ ଆପଣମାନେ ଲାଗି ରୁହନ୍ତୁ। ପ୍ରଭୁଙ୍କ ବାକ୍ୟ ବୁଝିବା ପାଇଁ ହେଲେ ଆମମାନଙ୍କୁ ସମୟ ବି ଲାଗିବ, ଆଉ ପ୍ରଭୁଙ୍କ ବାକ୍ୟ ବୁଝିବା ପାଇଁ ଆମମାନଙ୍କୁ ଧୈର୍ଯ୍ୟ ବି ଧରିବାକୁ ପଡ଼ିବ। ଏ ଗଧ୍ୟା ପରି ଖାଲି ଯାହା ଶୁଣିଲୁ, ଯାହା ପଢ଼ିଲୁ, ଯାହା ଦେଖିଲୁ ସେମିତି ହେଲେ ହେବ ନାହିଁ। ଈଶ୍ୱରଙ୍କ ନିଗୁଡ଼ ତତ୍ତ୍ୱକୁ ବୁଝିବା ପାଇଁ ହେଲେ ଆମମାନଙ୍କୁ ଆଉ ଟିକେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବାକୁ ପଡ଼ିବ। ତ ଈଶ୍ୱର ନିଜକୁ କେମିତି ଈଶ୍ୱର ବୋଲି, ଯୀଶୁ ଖ୍ରୀଷ୍ଟ କେମିତି ନିଜକୁ ଈଶ୍ୱର ବୋଲି କହୁଛନ୍ତି ଏବେ ଆମେ ଦେଖିବା। ପ୍ରଥମେ କେମିତି ଯୀଶୁ ଖ୍ରୀଷ୍ଟ ନିଜକୁ ଈଶ୍ୱର ସହିତ ସମାନ କରୁଛନ୍ତି ବା ଈଶ୍ୱର ବୋଲି ନିଜେ ମାନୁଛନ୍ତି ଦେଖ। ଯୋହନ ଲିଖିତ ସୁସମାଚାର 8 ପର୍ବ 58। John chapter 8 verse 58. Jesus says, before Abraham was I. ମାନେ ଅବ୍ରାହମଙ୍କ ପୂର୍ବରୁ ମୁଁ ଅଛି। ଏଠି କଣ କହୁଛନ୍ତି? ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି। Jesus was there before Abraham. ଅବ୍ରାହମ କେତେ ବର୍ଷ ପୂର୍ବର କଥା? ଅନେକ ବର୍ଷ କଥା। ଏମିତି ଅନେକ ବର୍ଷ ପୂର୍ବରୁ ଅବ୍ରାହମ ବାସ କରୁଥିଲେ, ଯିଏକି ହିଷ୍ଟୋରିକାଲ
पर्सन जे कि फाउंडर ऑफ ज्यूस नेशन एंड फाउंडर ऑफ द इज्राएल सीए अनेक वर्ष पूर्वे अब्राहम थिले तांको पूर्वरु जीशु ख्रीष्ट थिले कोठी थिले से ईश्वर होइकी थिले सेथिपाई से कहउचंती जे मु अब्राहमको पूर्वरु अछि सेतेबेले फारूसी माने कहउचंती तू तो 50 वर्ष भी पूरीनु केंती अब्राहमको पूर्वरु अछि बोली कहउछु जीशु कहिले मु अब्राहमको पूर्वरु आई वाज देयर मु सेठी थिली आउ एबे अछि कारण से आरंभ आउ शेष अटंती से थिले अछंती आउ रहिबे सेथिपाई से कहउचंती जे मु अनेक वर्ष पूर्वरु हूँ मोर एक्जिस्ट बा मोर उत्पन्न होइथिला बा से अछंती प्रथम आरंभ जगतर आरंभरु से अछंती बोली एठी से प्रमाण करूछंती कारण से ईश्वर आरंभर ईश्वरंकर आरंभ नाइ कि शेष नाइ प्रभुंकर आरंभ नाइ कि शेष नाइ सेथिपाई से कहउछंती जे मु अनेक वर्ष पूर्वरु अनेक तुम पूर्व पुरुषंको मन पूर्वरु थिली आउ एबे अछि आउ रहिबी मध्य जोहन लिखित सुसमाचार 10 पर्व 30 पद जोहन लिखित सुसमाचार 10 पर्व 30 पद कौन कहले मु ओ पिता एक कहले कौन कहउछंती आई फादर एंड आई आर वन जोड़ा कि कहउछंती आई एम द वन हु वाज फादर एंड नाउ आई एम द वन वी आर टुगेदर वन वी आर वन आई बा फादर एंड आई आर वन एटी वाक्य कौन लिखा जाए 30 पदरे 10 रो 30 रे मु ओ पिता एक से मान एक नोट दुई नोट टू नोट थ्री दे आर वन आउ से ईश्वर अटंती आउ से कहउचंती मु आउ ईश्वर एक अटु माने मु जणे मु से मु ईश्वर अटे मु आउ मो पिता आम्बे एक अटु ईश्वर आउ मु एक अटु माने से माने जणे अटंती जे कि ईश्वर सेथिपाई प्रभु जीशु ख्रीष्ट एटी निजे कहउचंती मु ओ पिता एक प्रभु जीशु ख्रीष्ट से अटंती जे थिले आउ रहिबे आउ रहिछंती मध्य समर प्रभु निज पिता 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 बोली कहउथिले वाक्य रे सेथिपाई निजर शिष्य फिलिप पचारुछंती प्रभु तमे सबु बेले पितांको विषय कथा होउछ तो पितांको थोरे आमानकु देखाओ माने प्रभु प्रत्येक वाक्य रे जेतेले मेंशन कले मु पिता आउ पितांको कार्य पितांको आशीर्वाद पितांको कार्य सफल करे मु आसी अछि सेथिपाई निजर शिष्य फिलिप प्रभुंको पचारुछि जे प्रभु आउ तमे सबु बेले तो पिता पिता कहउछ से पिता कहांती मते टिके देखाओ बोली कहउछंती जेंती अन्य समय तपी भाई भी पचारि थिले से पिता किए पिता कोटी अछंती से को पितांको प्रार्थना करू अछंती तो आज ए वीडियो रे मु कहिबाकू चाहूची से पिता किए अटंती तो फिलिप मध्य एमिति क्वेश्चन करिथिला यीशु ख्रीष्टंको जे पिता किए अटंती काहे पितांको हमकु देखाओ जोहन लिखित सुसमाचार 14 पर्व 8 पदरु आमे पढ़िबा जोहन लिखित सुसमाचार 14 पर्व 8 पदरु देखिबा आमे कोन लेखा जायछि एटी लेखा जाय 8 पदरे फिलिप ताहांकु कहिले प्रभु आम्मानकु पितांकु दर्शन करांतु ताहा आम्मानको निमंते यथेष्ट जेते बेले प्रभु जीशु ख्रीष्ट केवल पितांको विषय कथा कहउचंती सेते बेले फिलिप प्रभुंकु कहउचंती जे प्रभु आम्मानकु मध्य पितांकु दर्शन करांतु आउ सेटा आमो पय यथेष्ट हेबो सेते बेले प्रभु ताहांकु कोन उत्तर देउछंती देखो 9 पदरे जोहन लिखित सुसमाचार 14 पर्व 9 पदरे प्रभु कोन उत्तर देउछंती जीशु ताहांकु कहिले फिलिप एते काल मु तुममानको सांगरे अछि आउ तुम्हे कोन मते जानिलो नाही जे मते दर्शन करिअछि से पितांकु दर्शन करिअछि आम्मानकु पितांकु दर्शन करांतु बोली तुमे किपरि कहूअछ कोन कहउचंती एते काल मु तुममानको सांगरे अछि आउ तुमे कोन मते जानिलो नाही जेते बेले फिलिप पचारुछंती मते बापांकु बा पितांकु देखाओ सेते बेले प्रभु जीशु ख्रीष्ट कहउचंती जे मु एते काल तम सहित अछि तमे कोन मते जानि पारुनो कोन पय एमती कहउचंती कारण जीशु ख्रीष्ट निजे से पिता थिले जीशु ख्रीष्ट से ईश्वर थिले सेति पय से कहउचंती जे एते काल एते वर्ष हेलाणी मु तम संगरे खाई पी आसु अछि आ तमे मते जानि पारुनो आ गोटे विषय से कोन कहउचंती जे मते दर्शन करि अछि से पितांको दर्शन करि अछि जोणे सेते बेले जोणे एमिति मनीष कहि पारिबो जे मते देखि अछि से मो बापांको देखि अछि किंतु जेते आमे देखिबा हम बापांको
ତ ସମସ୍ତେ ଦେଖିଥାଇ ପାରନ୍ତି, କିନ୍ତୁ ଯୀଶୁଙ୍କର ବାପାଙ୍କୁ, ଯିଏକି ସ୍ପିରିଚୁଆଲ ଫାଦର, ଯିଏକି ଈଶ୍ୱର ଥିଲେ, ଈଶ୍ୱରଙ୍କୁ ତ କିଏ ଦେଖିନା, ଜଗତ ଆରମ୍ଭରୁ ଈଶ୍ୱରଙ୍କୁ କିଏ ବି ଦେଖିନାହାନ୍ତି। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପୁତ୍ର ଈଶ୍ୱରଙ୍କୁ ପ୍ରକାଶ କଲେ। ସେଥିପାଇଁ ସେଇଠି କହୁଛନ୍ତି ଯେ ଯିଏ ମୋତେ ଦେଖିଅଛି ସେ ପିତାଙ୍କୁ ଦେଖିଅଛି, ଆଉ ମୁଁ ତମ ସହିତ ଅଛି ବୋଲି ପ୍ରଭୁ ନିଜେ କହୁଛନ୍ତି। ତ ଆପଣ କୁହନ୍ତୁ, ଯୀଶୁ ଖ୍ରୀଷ୍ଟ ପ୍ରଭୁ ନା ମନୁଷ୍ୟ ଅଟନ୍ତି? ଆପଣ ଆଜି ଉତ୍ତର ଦିଅନ୍ତୁ, ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ନା ଈଶ୍ୱର ଅଟନ୍ତି? ସେ ନିଜେ କହୁଛନ୍ତି। ସେ କହୁଛନ୍ତି 10ରେ, ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ଏହା କଣ ବିଶ୍ୱାସ କରୁନାହଁ? ପିତା ପୁତ୍ରଙ୍କ ଠାରେ ଅଛନ୍ତି ଆଉ ପୁତ୍ର ପିତାଙ୍କ ଠାରେ ଅଛନ୍ତି, ମାନେ ସେମାନେ ଗୋଟେ ବୋଲରେ ଅଛନ୍ତି, ଗୋଟେ ହେଇକି। ସେଥିପାଇଁ ପ୍ରିୟ ବନ୍ଧୁ, ପ୍ରିୟ ଭାଇ ଗଧିଆ, ତମେ ବି ବୁଝିଯାଅ ଯେ ପ୍ରଭୁ ନିଜେ କହୁଛନ୍ତି ମୁଁ ଈଶ୍ୱର ଅଟେ। ମୁଁ ଥିଲି ଆଉ ମୁଁ ଆଜି ତମ ସହିତ ଅଛି ବୋଲି ଫିଲିପକୁ ଏବେ ଦର୍ଶାଉଛନ୍ତି। ଫିଲିପ ସେ ଦେଖିବାକୁ ଚାହୁଁଛି ଆପଣଙ୍କ ପରି ଯେ ମୋତେ ପିତାଙ୍କୁ ଦର୍ଶନ କରାନ୍ତୁ। ଯେମିତି ଆଜି ତମେ କହୁଛ ଯୀଶୁ ଖ୍ରୀଷ୍ଟ କାହାକୁ ପିତା ବୋଲି ପ୍ରାର୍ଥନା କରୁଥିଲେ, ସେ ପିତା ସେ ନିଜେ ଅଟନ୍ତି, ଯାହାଙ୍କୁ ଫିଲିପ ଦେଖିବାକୁ ଚାହୁଁଛି। ଆଉ ପ୍ରଭୁ କହୁଛନ୍ତି ମୁଁ ତମ ସାଙ୍ଗରେ ଅଛି ଏବେ ବି। ବିଷୟ ପ୍ରଭୁ କଣ କହିଲେ? ଯୋହନ ଲିଖିତ 14 ପର୍ବ 6 ପଦରେ କଣ କହିଲେ? ଯୀଶୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ଈଶ୍ୱରଙ୍କ ନିକଟକୁ ଯାଏ ନାହିଁ। ମୁଁ ପଥ ସତ୍ୟ ଓ ଜୀବନ। ଏଇଟା ଗୋଟେ ବିଷୟ କହିବି, ସତ୍ୟ କିଏ ଅଟନ୍ତି? ସତ୍ୟ କେବଳ ଈଶ୍ୱର ଅଟନ୍ତି। ଈଶ୍ୱରଙ୍କ ଛଡ଼ା କୌଣସି ବିଷୟ ଜଗତରେ ସତ୍ୟ ନାହିଁ, ଆଉ ସେ ସତ୍ୟ କେବଳ ଈଶ୍ୱର ଅଟନ୍ତି। ଆଉ ଜୀବନ କେବଳ ଈଶ୍ୱରଙ୍କ ଠାରୁ ଆସେ, ଈଶ୍ୱର କେବଳ ଜୀବନ ଦେଇପାରନ୍ତି। ସେଥିପାଇଁ ପ୍ରଭୁ ଯୀଶୁ ଏଠି କହୁଛନ୍ତି, ସେ ଈଶ୍ୱର ହେଇଥିବାର ସେ କହୁଛନ୍ତି ଯେ ଆଇ ଆମ୍ ଦ ୱେ, ଦ ଟ୍ରୁଥ ଆଣ୍ଡ ଦ ଲାଇଫ। ସେଥିପାଇଁ ସେ ନିଜେ କହୁଛନ୍ତି ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ପିତାଙ୍କ ନିକଟକୁ ମତଲବ ସେଟା ଈଶ୍ୱରଙ୍କ ରାଜ୍ୟକୁ କେହି ମଧ୍ୟ ଯାଇପାରିବ ନାହିଁ। Whosoever believes in Jesus, they will not perish but they will have everlasting life. That is the reason that Christ he himself claimed himself to be God, because he was the one who was the before the world begin, he was there and he exists in his right time in the nation Israel. ସେଥିପାଇଁ ପ୍ରଭୁ ଆମକୁ ପ୍ରକାଶ କଲେ ମନୁଷ୍ୟ ରୂପରେ। ଲିଖିତ ସୁସମାଚାର 1 ପର୍ବ 18 ପଦ, ଯୋହନ ଲିଖିତ ସୁସମାଚାର 1 ପର୍ବ 18 ପଦରେ ଲେଖାଯାଇଛି ଯେ କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଈଶ୍ୱରଙ୍କୁ କେହି ବି ଦେଖି ନାହିଁ, ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଈଶ୍ୱରଙ୍କୁ ଦେଖି ନାହିଁ। ସେଥିପାଇଁ ପିତାଙ୍କ କଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ରୂପ ଧରିକି ଆସିକି ସେ ନିଜର ଈଶ୍ୱରତ୍ୱକୁ ଜଗତରେ ପ୍ରକାଶ କଲେ ବୋଲି ସେ ଖଞ୍ଜକୁ ସୁସ୍ଥ କଲେ, ସେ ଅନ୍ଧକୁ ଦୃଷ୍ଟି ଶକ୍ତି ଦେଲେ, ସେ ଖଞ୍ଜକୁ ଜଣେ ଲେପ୍ରୋସି ବା ଜଣେ କୁଷ୍ଠ ରୋଗୀକୁ ସୁସ୍ଥ କଲେ, ସେ ମୃତକୁ ଉଠାଇଲେ। କାରଣ ସେ ଈଶ୍ୱର ଥିଲେ, କାରଣ ଈଶ୍ୱରଙ୍କ ଦ୍ୱାରା ହିଁ ଏ ସମସ୍ତ କାର୍ଯ୍ୟ ସମ୍ଭବ ହୋଇଥାଏ। ସେଥିପାଇଁ ପ୍ରିୟ ଗଧିଆ, ଆଜି ତମେ ବୁଝିଯିବା ଦରକାର ଯେ ପ୍ରଭୁ ଯୀଶୁ ନିଜେ ଖ୍ରୀଷ୍ଟ ଆଉ ସେ ଈଶ୍ୱର ଥିଲେ। ସେଥିପାଇଁ ଏ ସମସ୍ତ ବିଷୟ ସେ କରିପାରିଥିଲେ, ଏଟା ଗପ ନଥିଲା। ପ୍ରଶ୍ନ ଆପଣଙ୍କ ଜୀବନରେ ନିହାତି ଉଠୁଥିବ, ଯଦି ଈଶ୍ୱର ଥିଲେ ତ ଲୋକମାନେ ନିହାତି ତାଙ୍କୁ ପୂଜା କରିବା ଦରକାର, ଲୋକମାନେ ନିହାତି ତାଙ୍କୁ ପ୍ରଣାମ କରିବା ଦରକାର, ଏମିତି ଗୋଟେ ପ୍ରଶ୍ନ ଆପଣଙ୍କ ଜୀବନରେ ନିହାତି ଉଠୁଥିବ। ତ ଆମେ ଦେଖିବା, ପ୍ରଥମରୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର ଅନେକ ଅଳ୍ପ ବୟସ ମଧ୍ୟରେ ତାହାଙ୍କର ଆରାଧନା ଉପାସନା ଆରମ୍ଭ ହୋଇଥିଲା। ଦେଖ ଗୋଟେ ବିଷୟ କହୁଛି, ଯେମିତି ମାଥି ଲିଖିତ ସୁସମାଚାର 2:11 ଲେଖାଯାଇଛି ଯେ ଯେତେବେଳେ ଖ୍ରୀଷ୍ଟ ଜନ୍ମଗ୍ରହଣ କରିସାରିବା ପରେ ମାତାଙ୍କ କୋଳରେ ଥିଲେ, ସେତେବେଳେ ତିନି ପଣ୍ଡିତ ଯେତେବେଳେ ଦେଖା କରିବାକୁ ଯାଇଛନ୍ତି, ସେମାନେ କଣ କରୁଛନ୍ତି ଆମେ ଦେଖିବା। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ଭେଡ଼ି ପିଟାଇ ସୁନା କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନ ଦେଲେ। ଭୂମିଷ୍ଠ ପ୍ରଣାମ କଲେ ସେମାନେ। ଜଣେ ରାଜା ମାନେ, ଜ୍ଞାନୀ ମାନେ, ବୁଦ୍ଧିଜୀବୀ ମାନେ ଯେଉଁମାନେ ଈଶ୍ୱରଙ୍କୁ ଭେଟିବା ପାଇଁ ଯାଇଥିଲେ, ସେମାନେ ଯାଇକି ସେ ଶିଶୁକୁ ଭୂମିଷ୍ଠ ପ୍ରଣାମ କରୁଛନ୍ତି। ଯିଏ ଜନ୍ମ ହେଇକି 1 ବର୍ଷ କି 2 ବର୍ଷ ହେଇଥିଲା, ସେଇ ଶିଶୁକୁ ସେମାନେ ଭୂମିଷ୍ଠ ପ୍ରଣାମ କରୁଛନ୍ତି। କଣ ପାଇଁ ଜାଣିଛନ୍ତି? ସେମାନେ ଜ୍ଞାନୀ ମାନେ ଥିଲେ ଆଉ ସେମାନେ ଜାଣିଥିଲେ ଯେ ସେ ଈଶ୍ୱର ଅଟନ୍ତି।
ଆଉ ସେଥିପାଇଁ ସେମାନେ ସେଇ ଅଳ୍ପ ବୟସ୍କ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ମୁଣ୍ଡିଆ ଭୂମିଷ୍ଠ ପ୍ରଣାମ କରୁଛନ୍ତି, କାରଣ ସେମାନେ ଜାଣିଥିଲେ ଯେ ସେ ଈଶ୍ୱର ଅଟନ୍ତି ବୋଲି। ବିଶେଷ ଶିଷ୍ୟମାନେ ତାଙ୍କୁ ପ୍ରଣାମ ଆଉ ଭୂମିଷ୍ଠ ପ୍ରଣାମ ଆଉ ତାଙ୍କୁ ପୂଜା କରିଛନ୍ତି। କେମିତି କରିଛନ୍ତି? ଯେତେବେଳେ ଯୀଶୁ ଖ୍ରୀଷ୍ଟ ସମୁଦ୍ର ଉପରେ ପାଣି ଉପରେ ଚାଲିକି ଗଲା ପରେ ଯେତେବେଳେ ସେମାନେ ଦେଖିଲେ, ସମସ୍ତ ଶିଷ୍ୟମାନେ ଯେତେବେଳେ ଦେଖିଲେ ଆଉ ଯେତେବେଳେ ସେମାନେ ପହଞ୍ଚି ଗଲେ, ସେତେବେଳେ ମାଥିଉ ଲିଖିତ ସୁସମାଚାର 14 ପର୍ବ 33ରେ ଲେଖାଯାଇଛି ଯେ ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର। ସେମାନେ କ'ଣ କହୁଛନ୍ତି? ପ୍ରଣାମ କଲେ। କ'ଣ କଲେ? ପ୍ରଣାମ କଲେ। ଇଂଲିଶରେ ଲେଖାଯାଏ ଯେ ଦେ ୱାର୍ସିପ୍ କହିଲେ ପୂଜା କରାଯାଏ ବୋଲି ଲେଖାଯାଏ। ୱାର୍ସିପ୍, ସେମାନେ ୱାର୍ସିପ୍ କଲେ ବା ପ୍ରଣାମ କଲେ। ଆଉ ସେ କ'ଣ କହିଲେ? ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ବୋଲି ସେମାନେ ସ୍ୱୀକାର କଲେ। He was and he is the one who is God. ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁବରଣ ହେଲା ପରେ ଯେତେବେଳେ ସେ ପୁନର୍ଥିତ ହେଲେ, ମୃତ୍ୟୁରୁ ଜୀବନ ପାଇଲେ, ସେତେବେଳେ ସେ ଯାଇକି ଯେତେବେଳେ ଶିଷ୍ୟମାନଙ୍କୁ ଦେଖା କରୁଅଛନ୍ତି, ସେତେବେଳେ କ'ଣ ହେଉଛି ଦେଖନ୍ତୁ। ମାଥିଉ 28:9 ପଦରେ, ଆଉ ଦେଖ ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମମାନଙ୍କର ମଙ୍ଗଳ ହେଉ। ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ। କ'ଣ ଧରି? ପାଦ ଧରି। ସେମାନେ ୱାର୍ସିପ୍, ଇଂଲିଶରେ କ'ଣ କୁହାଯାଏ? ୱାର୍ସିପ୍ କଲେ ବା they worship him. What it means is they worship means they bow down and ସେମାନେ ପ୍ରଣାମ କଲେ ବା ସେମାନେ ପୂଜା କଲେ, କାରଣ ସେ ଈଶ୍ୱର ଥିଲେ ବୋଲି ସେ ମାନେ ତାଙ୍କୁ ପୂଜା କଲେ। ମନୁଷ୍ୟକୁ ପୂଜା କରାଯାଏ ବୋଲି ବାଇବେଲରେ ପ୍ରମାଣ ନାହିଁ, କାରଣ ପ୍ରଭୁଙ୍କ ବାକ୍ୟ କହେ ଦୂତମାନଙ୍କୁ ସୁଦ୍ଧା ପ୍ରଣାମ କରିବାକୁ ମନା ହେଇଛି। କେବଳ ଈଶ୍ୱର ଜଣଙ୍କୁ ପ୍ରଣାମ କରାଯାଏ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଈଶ୍ୱର ହେଇଥିବାରୁ ସେ ଏକ୍ସେପ୍ଟ କଲେ। ଯେତେବେଳେ ରେଭେଲେସନରେ ଆମେ ପଢ଼ିବା, ଯେତେବେଳେ ଜହନ ଦୂତଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ ଦୂତ କହୁଛନ୍ତି ଯେ ଏହା ଭଲ ନୁହେଁ, ତମେ କେବେ ବି, ମୁଁ ବି ଜଣେ ତମ ପରି ମଣିଷ ଅଟେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ୱାର୍ସିପକୁ ଏକ୍ସେପ୍ଟ କରୁଛନ୍ତି। ସେ ଏକ୍ସେପ୍ଟ କଲେ ୱାଇସ୍ ମେନ୍ ମାନଙ୍କର, ଆଉ ସେକେଣ୍ଡରେ ସେ ଶିଷ୍ୟମାନଙ୍କ ମଧ୍ୟ ପ୍ରଣାମକୁ ଏକ୍ସେପ୍ଟ କଲେ, କାରଣ ସେ ଈଶ୍ୱର ଥିଲେ ବୋଲି। ସେଇ 28:17 ମଧ୍ୟ ଲେଖାଯାଇଛି ଯେ ଆଉ ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଜିତ ପର୍ବତକୁ ଗଲେ ସ୍ୱର୍ଗାରୋହଣ କରିବା ପାଇଁ, ସେତେବେଳେ ଯେତେ ଜଣ ଶିଷ୍ୟମାନେ ସେଠି ଗ୍ୟାଦରିଂ ହେଇଥିଲେ, ସେମାନେ ତାଙ୍କୁ ପ୍ରଣାମ କଲେ। ପ୍ରଣାମ କଲେ ମିନ୍ସ ଇଂଲିଶରେ ୱାର୍ସିପ୍, ଯୋଉଟାକି ପୂଜା କଲେ ସେମାନେ, କାରଣ ସେ ଈଶ୍ୱର ଥିଲେ ବୋଲି। ଲିଖିତ ସୁସମାଚାର 20 ପର୍ବ 28 ପଦରେ ଲେଖାଯାଏ ଗୋଟେ ବିଷୟ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲେ, ତାପରେ ତାହାଙ୍କର ଜଣେ ଶିଷ୍ୟ ଥିଲେ, ସେ ବିଶ୍ୱାସ କରୁନଥିଲେ ଯେ ଯୀଶୁ ଖ୍ରୀଷ୍ଟ ଉଠି ଅଛନ୍ତି। ସେଥିପାଇଁ ସେ ଯୀଶୁ ଖ୍ରୀଷ୍ଟଙ୍କର ହସ୍ତ ପାପୁଲିରେ ତାଙ୍କର ନିଜର ଆଙ୍ଗୁଳି ପୁରେଇ ତାଙ୍କର ଯେଉଁ କଣ୍ଟା ବାଡ଼ ହେଇଥିଲା ସେଇ ଆଙ୍ଗୁଠିରେ ପୁରେଇ ସେ ଚେକ୍ କରୁଛନ୍ତି ବା ଟେଷ୍ଟ କରୁଛନ୍ତି ଯେ ସତରେ ଇଏ ମଣିଷ ନା ଭୂତ ବୋଲି। ଆଉ ଯେତେବେଳେ ସେ ଟେଷ୍ଟ କରି ସାରିଲା ପରେ ସେ ବିଶ୍ୱାସ କରୁଛନ୍ତି। ଆଉ କ'ଣ କରୁଛନ୍ତି? ଏଇଠି ଜହନ ଲିଖିତ 20 ପର୍ବ 28ରେ ଲେଖାଯାଏ, ଥମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ ମୋହର ଈଶ୍ୱର। କ'ଣ କହୁଛନ୍ତି? ମୋହର ପ୍ରଭୁ ମୋହର ଈଶ୍ୱର ବୋଲି ସେ କହୁଛନ୍ତି। କ'ଣ ବୋଲି କହୁଛନ୍ତି? ଈଶ୍ୱର ବୋଲି କହୁଛନ୍ତି। କେବଳ ଈଶ୍ୱରଙ୍କୁ ଈଶ୍ୱର କୁହାଯାଏ, ମନୁଷ୍ୟକୁ ଈଶ୍ୱର କୁହାଯାଏ ନାହିଁ। ଆଉ ଯୀଶୁ ଖ୍ରୀଷ୍ଟ ନିଜେ ଜଣେ ପ୍ରଭୁ ଯୀଶୁ ବା ଜଣେ ପ୍ରଭୁ ବା ଜଣେ ଈଶ୍ୱର ଥିଲେ। ସେଥିପାଇଁ ଥମା ମଧ୍ୟ ସ୍ୱୀକାର କରୁଛନ୍ତି ଯେ ଖ୍ରାଇଷ୍ଟ ଇଜ୍ ଗଡ୍। ଏଇଟା ଲାଷ୍ଟ ଗଧ୍ୟା ପାଇଁ ସ୍ପେଶିଆଲ, ଏଇଟା ସବୁ ବିଷୟ ମୁଁ ଗଧ୍ୟା ପାଇଁ ହିଁ ପ୍ରସ୍ତୁତ ହେଇଥିଲି, ଆଉ ପ୍ରଭୁଙ୍କ ରାଜ୍ୟ ପାଇଁ ବି। ଲାଷ୍ଟ ବିଷୟ ଏଠି ଲୁକ୍ ଲିଖିତ ସୁସମାଚାର 24 ପର୍ବ 52 ପଦରେ ପ୍ରଭୁ କେମିତି ମାନେ ପୂଜା ପାଇଥିଲେ ଲୋକମାନଙ୍କ ଦ୍ୱାରା। ଏଠି ଲେଖାଯାଏ ଯେ ଲୁକ ଲିଖିତ ସୁସମାଚାର 24 ପର୍ବ 52 ଅଧ୍ୟାୟରେ, ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଜେରୁସାଲେମକୁ ବାହାରି ଗଲେ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କଲେ, ସେତେବେଳେ ସମସ୍ତେ ଯେତେ ଜଣ ବି ସେଠି ଉପସ୍ଥିତ ଥିଲେ, ସମସ୍ତେ ପ୍ରଣାମ କଲେ ବା ପୂଜା କଲେ ପ୍ରଭୁଙ୍କୁ। ଖ୍ରୀଷ୍ଟ ବା ଈଶ୍ୱର ବୋଲି ପୂଜା କଲେ। ଯେତେବେଳେ ଈଶ୍ୱର ସ୍ୱର୍ଗାରୋହଣ କଲେ, ସେତେବେଳେ ତାଙ୍କୁ ପୂଜା କଲେ ଆଉ ସେମାନେ ବାହୁଡ଼ି ଗଲେ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଈଶ୍ୱର ଥିବାରୁ ସେମାନେ ତାହାଙ୍କୁ ପ୍ରଣାମ କରୁଛନ୍ତି। ଆଉ ସେମାନେ ନିଜ ନିଜ ଗୃହକୁ ବା ନିଜ ସ୍ଥାନରୁ ବା ଜେରୁସାଲେମକୁ ବାହୁଡ଼ି ଯାଉଛନ୍ତି। ଏ ସମସ୍ତ ବାକ୍ୟ ଆମମାନଙ୍କୁ ପ୍ରମାଣ କରୁଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଥିଲେ, ଯେଉଁ ମନୁଷ୍ୟ ପୁତ୍ର ଥିଲେ। ଏଇଟା କହିବା ଗଧ୍ୟା ଭାଇର ଜଣେ ଗଲତ ସମଜ କହିବେ, ଯୋଉଟା ହିନ୍ଦୀରେ ଗଲତ ସମଜ
बुरे जगह में हाथ डालना जो कहबे सेमती हो जाइए। जो माने सुसमाचार को लेखिले, जो माने सुसमाचार को संग्रह कले, से माने निजर स्टाइल अनुसार प्रभु से को जोड़ा व्यवहार कले, से माने निजर स्टाइल अनुसार ताहांको प्रेजेंट कले, ख्रीष्ट को प्रेजेंट कले, जे लोक माने केमती बुझी पारिबे। आज जदि रोमान सरकार मान को जदि मार्क जदि तांको ईश्वरଙ୍କ पुत्र प्रभु बोली बा ईश्वर बोली प्रेजेंट करि थांते, से माने केबे भी ग्रहण करि न थांते, कारण सेतेबेले रोमान सरकार शासन चलीथिला। जदि से तांको जणे ईश्वरଙ୍କ पुत्र बोली तांको प्रेजेंट करबे, ताहेले से माने पसंद करिवे। सेथिपाई प्रभु जीशु मार्क प्रभु जीशु ख्रीष्ट को जणे ईश्वरଙ୍କ पुत्र बा ईश्वरଙ୍କ दास रूपे तांको प्रेजेंट कर। आ लूक कथा जदि आमे चिंता करिबा, लूक प्रभु जीशु ख्रीष्ट को कोन रूपे प्रेजेंट करूछंती, से प्रेजेंट करूछंती जे मनुष्य पुत्र, कारण लूक जणे जेंटाइल बा जेंटाइल जणे आम परी लोक थिले। सेथिपाई बोली लूक ईश्वर को बा जीशु ख्रीष्ट को ईश्वर पुत्र रूपे प्रेजेंट करूछंती आम समस्त को बुझिया पाई। आउ जोहन ईश्वर पुत्र जीशु ख्रीष्ट को ईश्वर पुत्र बोली प्रेजेंट करूछंती। आउ माथ्यू जेतेबेले से ज्यूस मान को लेखुछंती, सेथिपाई से ज्यूस माने केमती बुझी पारिबे जे मसीहा जणे राजा अटंती, सेथिपाई से राजा रूप रे जीसस इज किंग रूप से प्रेजेंट करूछंती। आजी आमान को बुझीबा को पड़िबो, आमान को बुझीबा शक्ति अनुसार प्रभु जीशु ख्रीष्ट को से लेखक माने सेमती प्रेजेंट करिछंती। तो आउ गोटे विषय, से दूत मानक द्वारा मध्य रोगी मानक द्वारा पूजित हेले, दूत मानक द्वारा पूजित हेले। आमे गोटे गोटे करी जल्दी जल्दी पढ़िबा, समय अल्प हेतु। माथ्यू 4:11 जेंती गधिया भाई पढ़िले कि दूत माने ताहांकु सेवा कले, दूत माने सुधा ताहांकु सेवा कले, कारण से ईश्वर थिले। और मार्क 1:13 मध्ये लिखा जाए कि दूत माने आसिकी ख्रीष्ट को सेवा कले, कारण से ईश्वर थिले बोली दूत माने स्वर्गर दूत माने आसिकी। एमिति आज अनेक राजा दुनियार आरंभर अनेक राजा माने जगत रे आसीछंती, केबे काहाकु दूत माने सेवा करि आसीछंती कि काहाकु नै, किंतु प्रभु जीशु ख्रीष्ट को स्वर्गर दूत माने आसिकी सेवा कले, कारण से राज्यर राजा थिले। ईश्वरଙ୍କ राज्यर राजा से निजे ईश्वर थिबारु दूत माने आसिकी ताहांकु सेवा कले। तो गोटे विषय लास्ट विषय कहबी जे आज गधिया भाई कौन पाई बुझी पारु नंती वाक्य, से लास्ट किछि आमे रेफरेंस पढ़िबा, तापरे मु शेष करिबी। मो सहित धैर्य धरंतु, आ मो चैनल को लाइक करंतु, सब्सक्राइब करंतु, एमिति अनेक वीडियो देखिबा पाई। कौन पा आज गधिया भाई ए वाक्य को बुझी पारुनांते आमे देखिबा। एका थिबा समय शिष्य माने प्रत्येक समय पचारुछंती, प्रभु तुमे कौन पा एमती दृष्टांत दे उदाहरण दे कि आम मान को शिक्षा दउचो, ए लोक मान को शिक्षा दउचो बोली जेतेबेले शिष्य माने यीशु को पचारुछंती, टी मार्क लिखित सुसमाचार 4 पर्व 10, 11, 12, 13 रे सेतेबेले यीशु कौन उत्तर दउछंती, देखो कौन उत्तर दउछंती सुनो। से एकाकी थिबा समय ताहांको संगी माने द्वादशଙ୍କ सहित ताहांको सेही दृष्टांत गुड़िक विषय पचारिबाकू लागिले। सेथिरे से सेमानकू कहिले, ईश्वरଙ୍କ राज्यर निगूढ़ तत्व जानिबा निमंते तुममानकू शक्ति दिया जायछि, किंतु सेही बाहर लोकमानकू समस्त विषय दृष्टांतरे कुहा जाउछि। जो माने यीशु ख्रीष्टଙ୍କ सहित थिले, जो माने ताहांको विश्वास करूथिले, केवल सेमानकू से शक्ति दिया जायथिला ईश्वरଙ୍କ निगूढ़ तत्व बुझिया पाई। जेपरी से माने देखु देखु ज्ञात हुअंती नाही, पुणी शुणु शुणु बुझंती नाही, काले से माने फेरी आसंती ओ क्षमा प्राप्त हुअंती। आपणको परी गधिया भाईଙ୍କ परी लोकमानଙ୍କ ପାଇଁ ବୋଲି प्रभु एपरी उदाहरण देकी ईश्वरଙ୍କ राज्य को प्रेजेंट करूथिले, जोटा कि लोकमाने आज बुझी पारुनांती। केवल जो माने ईश्वरଙ୍କ सहित संयुक्त अछंती आ ईश्वरଙ୍କ वाक्य को शुणुचंती, से माने केवल ए वाक्य को बुझी पारिबे। आज गधिया भाई परी अनेक बुद्धि ज्ञानी बाहरिले भी ए वाक्य को बुझी पारिबे ना। सेथिपाई प्रिय गधिया भाई, तमे प्रभुଙ୍କ सहित संयुक्त हो, तेबे पवित्र बाइबल निश्चयता बा गुरुत्वता बुझी पारिबो। तो मार्क लिखित सुसमाचार 4:33 आउ 34, 33-34
କ'ଣ ଲେଖାଯାଏ? ଯୀଶୁ ଏହି ପ୍ରକାର ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ। ଅଡ଼ିଏନ୍ସ ମାନଙ୍କର ଶୁଣିବା ଶକ୍ତି ଅନୁସାରେ ପ୍ରଚାର କରୁଥିଲେ। ଗଧିଆ ଭାଇ ପରି ବକ ବକ ହଉନଥିଲେ। ସେ ତାଙ୍କର ଅଡ଼ିଏନ୍ସ ମାନଙ୍କର ଶକ୍ତି ଅନୁସାରେ ବାକ୍ୟ ପ୍ରଚାର କରୁଥିଲେ। ଆଉ ଦୃଷ୍ଟାନ୍ତ ବିନା ଯୀଶୁ ସେମାନଙ୍କ ନିକଟରେ କୌଣସି କଥା କହୁନଥିଲେ, କିନ୍ତୁ ଯୀଶୁ ଗୋପନରେ ଆପଣ ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ। ଦୃଷ୍ଟାନ୍ତ ଛଡ଼ା ଯୀଶୁଖ୍ରୀଷ୍ଟ କୌଣସି ବିଷୟ ସେମାନଙ୍କୁ ଠାରେ ଉପସ୍ଥାପନା କରୁନଥିଲେ, କାରଣ ଗଧିଆ ଭାଇ ପରି ଲୋକମାନେ ବି ଇସ୍ରାଏଲରେ ଥିଲେ ଆଉ ସେମାନେ ବୁଝିପାରୁନଥିଲେ, ଯଦ୍ୱାରା ସେମାନଙ୍କୁ ଦୃଷ୍ଟାନ୍ତ ଦେଇକି ପ୍ରଭୁଙ୍କୁ କହିବାକୁ ବାଧ୍ୟ ହଉଥିଲେ। ଗଧିଆ ଭାଇ ପାଇଁ ମୁଁ ବାକ୍ୟ ପଢ଼ିବାକୁ ଯାଉଛି। ମାର୍କ ଲିଖିତ 9 ପର୍ବ 50 ପଦ 9:50। ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ ତାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ଯଦି ଲୁଣ ନିଜର ଟେଷ୍ଟ ବା ଲୁଣ ଯଦି ଟେଷ୍ଟ ହରେଇବ କହିଲେ କୌଣସି ଲୋକ ତାକୁ ବ୍ୟବହାର କରିବ ନାହିଁ। ଯଦି ଲୁଣ ନିଜର ଟେଷ୍ଟ ହରେଇଲା ଥରେ, କୌଣସି ଲୋକ ତାକୁ ବ୍ୟବହାର କରିବ ନାହିଁ। ସେମିତି ଭାଇ, ଯୋଉଟା ଲୁଣ ତୋ ପାଖରେ ଅଛି, ଗଧିଆ ଭାଇ ତମ ପାଖରେ ଯୋଉଟା ଲୁଣ ଅଛି, ଯୋଉଟା ତୋ ପାଖରେ ଟେଷ୍ଟ ଅଛି, ସେଇଟା ହରାଅ ନାହିଁ। ଏମିତି ବା ଭିଡ଼ିଓ ଯାକ ତିଆରି କରିକି ଆପଣଙ୍କ ସମୟକୁ ନଷ୍ଟ କରିକି ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ ଯୋଉ କଥା କହୁଛ, ଏମିତି କରିକି ଆପଣଙ୍କ ଲୁଣକୁ ଆପଣ ହରାନ୍ତୁ ନାହିଁ। ଅଗ୍ନିରେ ପକାଯିବେ। ଗୋଟେ ସମୟ ଆସିବ ପ୍ରଭୁଙ୍କ ରାଜ୍ୟରେ ଆପଣ ଯଦି ଲବଣ ବିହୀନ ହୋଇଅଛନ୍ତି, ତେବେ ଈଶ୍ୱରଙ୍କ ରାଜ୍ୟରେ ବି କାର୍ଯ୍ୟରେ ଆସିବେ ନାହିଁ। ତ ପ୍ରିୟ ଭାଇ ଭଉଣୀ ମାନେ, ଏମିତି ଯଦି ଅନେକ ଭିଡ଼ିଓ କହିଲେ ପ୍ରଭୁଙ୍କର ଏତେ ବାକ୍ୟ ଯେ ଜଗତରେ ବି ଜାଗା ହେଇନଥାନ୍ତା। ଆଉ ଏତେ ବାକ୍ୟକୁ ଏକ୍ସପ୍ଲେନ୍ କରିବାକୁ ହୁଏତ ଅନେକ ସମୟ ଲାଗିବ। ଆଉ କେବଳ ଅଳ୍ପ ବୁଝିବା ପାଇଁ ଏ ସମସ୍ତ ବିଷୟ ଆଜି ମୁଁ ପ୍ରଭୁଙ୍କ ବାକ୍ୟ ଦ୍ୱାରା ତୁମମାନଙ୍କ ନିକଟରେ ପ୍ରେଜେଣ୍ଟ କଲି। ଆଉ ବିଶ୍ୱାସ କରୁଛି ଏ ବାକ୍ୟ ଆଉ ଏଇ ଛୋଟିଆ ବିଷୟ ଦ୍ୱାରା ଆପଣମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ଆଉ ବିଶେଷ କରି ଗଧିଆ ଭାଇ ମଧ୍ୟ ବୁଝିଥିବେ। ମୁଁ ଧନ୍ୟବାଦ ଦେଉଛି ଆପଣମାନଙ୍କୁ ସମସ୍ତଙ୍କୁ। ଆପଣମାନେ ଏ ବାକ୍ୟକୁ ଦେଖନ୍ତୁ ଆଉ ପ୍ରତ୍ୟେକ ସମୟରେ ପ୍ରସ୍ତୁତ ରୁହନ୍ତୁ ଉତ୍ତର କେମିତି ଦେବେ। ଗୋଟେ ବାକ୍ୟ ଲେଖାଯାଏ, ଖ୍ରୀଷ୍ଟର ଭାଇ ଭଉଣୀ ମାନେ, ଆପଣମାନଙ୍କ ପାଇଁ ବୋଲି ମୁଁ ଏ ଗୋଟେ ଶେଷ ବାକ୍ୟ ପଢ଼ୁଛି। ମାତ୍ର ଗୋଟେ ଶେଷ ବାକ୍ୟ ଆପଣମାନଙ୍କ ପାଇଁ ପଢ଼ୁଛି, ଶୁଣନ୍ତୁ। ପ୍ରଥମ ପିତର 3 ପର୍ବ 15-16 ଲେଖାଯାଏ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣ ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମମାନଙ୍କ ଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ। କ'ଣ ଲେଖାଯାଏ? ତୁମମାନଙ୍କ ଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସ୍ୱଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ, ଯେପରି ତୁମମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମମାନଙ୍କୁ ଖ୍ରୀଷ୍ଟୀୟ ଆଚରଣ ଦୋଷାରୋପ କରନ୍ତି ସେଥିରେ ସେମାନେ ଲଜ୍ଜିତ ହେବେ। ଗୋଟେ ବାକ୍ୟଟି ସୂଚାଉଛି ଯେ ସମୟରେ କି ଅସମୟରେ ଆପଣ ଆପଣଙ୍କ ବିଶ୍ୱାସକୁ ଡିଫେନ୍ସ କରିବା ପାଇଁ ପ୍ରଶ୍ନର ଉତ୍ତର ଦେବା ପାଇଁ ରେଡି ରୁହନ୍ତୁ। ଅଳସୁଆ ହେଇକି ଜୀବନ ଯାପନ କରନ୍ତୁ ନାହିଁ। ପବିତ୍ର ବାଇବଲକୁ ଉତ୍ତମ ରୂପେ ପଢ଼ନ୍ତୁ। ପ୍ରତ୍ୟେକ ସମୟରେ ରେଡି ରୁହନ୍ତୁ ବାକ୍ୟର ଉତ୍ତର ଦେବା ପାଇଁ। ଧନ୍ୟବାଦ। ଆଉ ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।